ମନ୍ଦିର ଭିତରେ ଆଣ୍ଠେଇବେ ସେବାୟତ, ହାତରେ ଦୀପ ଧରି ଆଣ୍ଠୋଇ ଏମିତି ଅଭିନବ ଭାବେ ପ୍ରତିବାଦ ଜଣାଇବେ ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ଥିବା ଶ୍ରୀ ଶ୍ରୀ ହରି ବଳଦେବଜୀଉଙ୍କ ସେବାୟତମାନେ। ଏନେଇ ସେବାୟତମାନେ ଗୁରୁବାର ଜିଲ୍ଲାପାଳ ହେମକାନ୍ତ ସାହୁଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବି ପୂରଣ ନହେଲେ ଆସନ୍ତା 1 ତାରିଖ ସକାଳ 10ଟାରୁ ଗୋଟାଏ ପର୍ଯ୍ୟନ୍ତ ଏଇଭଳି ପ୍ରତିବାଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ସେବାୟତମାନେ। ମହାରାଜାଙ୍କ ଶାସନ ସମୟରୁ ମନ୍ଦିର ନାମରେ 1000 ଏକର ଜମି ଖଞ୍ଜା ଯାଇଥିଲା। ଏହି ଜମିରେ କାଜୁ ଜଙ୍ଗଲ କରାଯାଇ ନିଲାମ ଦିଆଯାଉଥିଲା। ନିଲାମ ଅବଧି ଶେଷ ହୋଇଥିଲେ ମଧ୍ୟ ଏହାର ନବୀକରଣ କରାଯାଉନାହିଁ। ଫଳରେ ପୂର୍ବରୁ ଥିବା ଲିଜ୍ଧାରୀ ସରକାରୀ ପ୍ରାପ୍ୟ ବର୍ଷକୁ 15,000 ଟଙ୍କା ପଇଠ ନ କରି ଲକ୍ଷ ଲକ୍ଷ ଟଙ୍କାର କାଜୁ ନେଇଯାଉଛନ୍ତି। ବାରିପଦା ଦେବୋତ୍ତର ବିଭାଗ 1.5 କୋଟି ଟଙ୍କା ଋଣରେ ରହିଛି। ଜଗନ୍ନାଥ ମନ୍ଦିରକୁ ସାମଗ୍ରୀ ଯୋଗାଉଥିବା ଦୋକାନୀଙ୍କର 40 ଲକ୍ଷ ଟଙ୍କା ବାକି ରହିଛି। ଫଳରେ ମନ୍ଦିରକୁ ସାମଗ୍ରୀ ଯୋଗାଣ ବନ୍ଦ ହୋଇଯାଇଛି। ଏ ସମ୍ପର୍କରେ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁ ନଥିବାରୁ ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି ସେବାୟତମାନେ।